କଣ୍ଟେଣ୍ଟଟି ସପ୍ତମ ଶ୍ରେଣୀର ଇତିହାସ ବିଷୟରେ ଆଧାରିତ। ପାଠ ଦିଲ୍ଲୀରେ ସୁଲତାନି ଶାସନ। ପ୍ରସଙ୍ଗ ହେଉଛି ଗିୟାସୁଦ୍ଦିନ ବଲବନ। ଏହାକୁ ପ୍ରସ୍ତୁତ କରିଛନ୍ତି ଦେବବ୍ରତ ଗିରି। ଶିକ୍ଷଣ ଉଦ୍ଦେଶ୍ୟ। ଏହି ପାଠଟି ପଢ଼ି ସାରିଲା ପରେ ପ୍ରତ୍ୟେକ ଶିକ୍ଷାର୍ଥୀ ଗିୟାସୁଦ୍ଦିନ ବଲବନଙ୍କ ଶାସନ କାଳର ବୈଶିଷ୍ଟ୍ୟ ବୁଝାଇବେ। ପ୍ରତ୍ୟେକ ଶିକ୍ଷାର୍ଥୀ ଦାସ ବଂଶର ପତନର କାରଣ ବୁଝାଇବେ। ଗିୟାସୁଦ୍ଦିନ ବଲବନ। ପିଲାମାନେ ଦେଖିଲ, ଏଇ ଯେଉଁ ଚିତ୍ରଟି ଆସିଲା, ଇଏ ହେଉଛନ୍ତି ସୁଲତାନି ଶାସକ ଜଣେ, ତାଙ୍କ ନାମ ଗିୟାସୁଦ୍ଦିନ ବଲବନ। ଆଜି ଆମର ଆଲୋଚ୍ୟ ବିଷୟ ହେଲା ଗିୟାସୁଦ୍ଦିନ ବଲବନ। ତାଙ୍କ ଶାସନ କାଳ ଥିଲା 1266 ଖ୍ରୀଷ୍ଟାବ୍ଦରୁ 1287 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ। ଆସ ଆଜି ଆମେ ଦେଖିବା ତାଙ୍କର ଶାସନ କାଳ, ତାଙ୍କର ପ୍ରାରମ୍ଭିକ ଜୀବନ, କେମିତି ସେ ସୁଲତାନ ହେଲେ ଏବଂ ତାଙ୍କର ଶାସନ ସମୟରେ କଣ କଣ ପଦକ୍ଷେପ ସବୁ ନେଇଥିଲେ। ଏହା ପୂର୍ବରୁ ଆମେ ଆଲୋଚନା କରିବା ବଲବନଙ୍କର ଶାସନ ପୂର୍ବରୁ ଦିଲ୍ଲୀରେ ସୁଲତାନି ଶାସନ ଇଲତୁତମିଶଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଇଲତୁତମିଶ 1210 ମସିହାରୁ 1236 ମସିହା ପର୍ଯ୍ୟନ୍ତ ଶାସନ ଭାରରେ ରହିଥିଲେ। ଇଲତୁତମିଶଙ୍କର 3 ଜଣ ପୁଅ ଆଉ ଜଣେ ଝିଅ ଥିଲେ। ତାଙ୍କର ପୁଅ ଫିରୁଜ 1236 ମସିହାରେ ଇଲତୁତମିଶଙ୍କ ପରେ ଶାସନ ଭାର ଗ୍ରହଣ କଲେ। ମାତ୍ର ସେ 7 ମାସରୁ ଅଧିକ ଦିନ ଶାସକ ରୂପେ ରହିପାରିଲେ ନାହିଁ। ତାପରେ ଆସିଲେ ଇଲତୁତମିଶଙ୍କର ଝିଅ ରେଜିଆ, ଯିଏକି ତାଙ୍କ ଶାସନ ଭାର 1236 ମସିହାରୁ 1240 ମସିହା ପର୍ଯ୍ୟନ୍ତ ଶାସନ ଭାର ଗ୍ରହଣ କରିଥିଲେ। ତାପରେ ଆସିଲେ ବାହାରମ, ସେ 1240ରୁ ଖ୍ରୀଷ୍ଟାବ୍ଦ 1242 ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲେ। ତାଙ୍କ ପରେ ଆସିଲେ ଫିରୁଜଙ୍କ ପୁଅ ମାସୁଦ ଶାହା, ଯିଏକି 1242ରୁ 1246 ପର୍ଯ୍ୟନ୍ତ ଶାସନ ଭାର ଗ୍ରହଣ କରିଥିଲେ। ତାଙ୍କ ପରେ ଆସିଲେ ନାସିରୁଦ୍ଦିନ ମାମୁଦ। ନାସିରୁଦ୍ଦିନ ମାମୁଦ 1246ରୁ 1266 ପର୍ଯ୍ୟନ୍ତ ଶାସନ ଭାର ଗ୍ରହଣ କରିଥିଲେ। ଏଠି ଯେଉଁ ଆମେ ଚିତ୍ରରେ ଦେଖେଇଛୁ, ଇଲତୁତମିଶଙ୍କର 3 ଜଣ ପୁଅ ଫିରୁଜ, ବାହାରମ ଓ ନାସିରୁଦ୍ଦିନ ମାମୁଦ ଏବଂ ଝିଅ ତାଙ୍କର ରେଜିଆ। ଯେହେତୁ 1244 ମସିହାରୁ 1266 ମସିହା ପର୍ଯ୍ୟନ୍ତ ନାସିରୁଦ୍ଦିନ ମାମୁଦ ଶାସନ ଭାର ସମ୍ଭାଳିଲେ, ତାଙ୍କ ପରେ ତାଙ୍କର ଯେହେତୁ କୌଣସି ପୁଅ ନଥିଲେ, ତାଙ୍କ ପରେ ଗିୟାସୁଦ୍ଦିନ ବଲବନ ଶାସନ ଭାର ଗ୍ରହଣ କରିଥିଲେ। ଆଜି ଆମର ପାଠ ଏ ଗିୟାସୁଦ୍ଦିନ ବଲବନଙ୍କ ଶାସନ କାଳ ବିଷୟରେ ପଢ଼ିବା, ଯିଏକି 1266ରୁ 1287 ମସିହା ପର୍ଯ୍ୟନ୍ତ ଶାସନ ଭାର ସମ୍ଭାଳିଥିଲେ। ଆଚ୍ଛା, ଏବେ ଆମେ ଦେଖିବା ତାଙ୍କର ଶାସନ ଭାର ସମ୍ଭାଳିବା ପୂର୍ବରୁ ତାଙ୍କର ଅବସ୍ଥା ବିଷୟରେ ଟିକେ ଜାଣିବା, ଯାହାକୁ ଆମେ କହୁଛୁ ସୁଲତାନ ହେବା ପୂର୍ବାବସ୍ଥା। ସୁଲତାନ ହେବା ପୂର୍ବରୁ ଗିୟାସୁଦ୍ଦିନ ବଲବନ ଜଣେ ତୁର୍କୀ ଥିଲେ। ପିଲାଦିନେ ତାଙ୍କୁ ମୋଗଲ ମାନେ ବନ୍ଦୀ କରି ଜମାଉଲଦିନ ବସିରଙ୍କୁ ଦାସ ରୂପେ ବିକ୍ରି କରିଦେଇଥିଲେ। ବସିର ତାଙ୍କୁ ଦିଲ୍ଲୀକୁ ନେଇ ଆସିଥିଲେ ଏବଂ ତାଙ୍କ ସହିତ ଅନ୍ୟ ଦାସମାନଙ୍କୁ ଇଲତୁତମିଶଙ୍କୁ ବିକ୍ରି କରିଦେଇଥିଲେ। ଇଲତୁତମିଶ ତାଙ୍କୁ ପ୍ରଥମେ ଜଳବାହକ ରୂପେ ନିଯୁକ୍ତି କରାଇଥିଲେ, କିନ୍ତୁ ନିଜେ ତାଙ୍କ ପରିଶ୍ରମ ଦ୍ୱାରା ଖସାଦାର ପଦବୀରେ ପହଞ୍ଚିଥିଲେ। ଏଠାରେ ଖସାଦାର ବ୍ୟକ୍ତି କହିଲେ, ଖସାଦାର ଯେଉଁ ପଦବୀ, ସେଇଟା ହେଉଛି ରାଜାଙ୍କର ବ୍ୟକ୍ତିଗତ ପରିଚାରକ। ରାଜାଙ୍କର ତାଙ୍କ ନୀତିଦିନିଆ କାର୍ଯ୍ୟରେ ଯେ ସାହାଯ୍ୟ କରୁଥିଲେ, ବ୍ୟକ୍ତିଗତ କାର୍ଯ୍ୟରେ ଯେ ସାହାଯ୍ୟ କରୁଥିଲେ, ତାହାକୁ ଆମେ ପରିଚାରକ କହୁଛୁ। ତାହେଲେ ବର୍ତ୍ତମାନ ଗିୟାସୁଦ୍ଦିନ ବଲବନ କ୍ରୀତଦାସରୁ ଜଳବାହକ ହେଲେ, ପୁଣି ତାଙ୍କ ପରିଶ୍ରମ ବଳରେ ଖସାଦାର ପଦବୀ ପାଇ ରାଜାଙ୍କର ନିକଟବର୍ତ୍ତୀ ହୋଇପାରିଲେ। ତାପରେ ଦିଲ୍ଲୀରେ 40 ତୁର୍କୀ ସମ୍ଭ୍ରାନ୍ତଙ୍କ ମଧ୍ୟରୁ ଜଣେ ପ୍ରମୁଖ ହୋଇଗଲେ। ରେଜିଆ ସୁଲତାନାଙ୍କ ରାଜତ୍ୱ କାଳରେ ଅମିର ଇ ଶିକାର କିମ୍ବା ଶିକାରର ପ୍ରଭୁ ଥିଲେ। ଏହି ଯେଉଁ ପଦବୀ ଅମିର ଇ ଶିକାର କିମ୍ବା ଶିକାରର ପ୍ରଭୁ, ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ପଦବୀ, ଯାହାର ସାମରିକ ଓ ରାଜନୈତିକ ଦାୟିତ୍ୱ ଥିଲା। ରେଜିଆଙ୍କ ପତନ ପରେ ଆସିଲେ ବାହାରିମ ଶାହ। ତାଙ୍କ ଅଧୀନରେ ତାଙ୍କୁ ଜାଗିରଦାର ପଦବୀ ମିଳିଲା। ଜାଗିରଦାର ବୋଇଲେ ଯାହାକୁ ପ୍ରଭୁ ବୋଲି କୁହାଯାଉଛି, ଏବଂ ସେ ସମୟରେ ଜାଗିରଦାର ପଦବୀ ହେଲା ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ। ବଲବାନ ଆଲାଉଦ୍ଦିନ ମାସୁଦ ଶାହଙ୍କ ପତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ନାସିରୁଦ୍ଦିନ ଶାହଙ୍କ ପତନ ପରେ ପରବର୍ତ୍ତୀ ଶାସକ ବା ସୁଲତାନ ନାସିରୁଦ୍ଦିନ ମାମୁଦକୁ ସୁଲତାନ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ନାସିରୁଦ୍ଦିନ ମାମୁଦ ଶାହଙ୍କ ସମୟରେ ସେ ଉଚ୍ଚ ପଦସ୍ଥ ଅଧିକାରୀ ହୋଇଥିଲେ, ଯାହାକୁ ଆମେ ବଜିର ବୋଲି କହୁଛୁ। ଅର୍ଥାତ୍ ସେ ସମୟରେ ମନ୍ତ୍ରୀ କିମ୍ବା ସଚିବ କହିଲେ ମଧ୍ୟ ସମାନ ହେବ। ରାଜାଙ୍କର ବ୍ୟକ୍ତିଗତ କାର୍ଯ୍ୟରେ ତାଙ୍କର ନିଷ୍ପତ୍ତି ନେବାରେ ତାଙ୍କ ପରାମର୍ଶ ସେ ଦେଉଥିଲେ ଏବଂ ସେ 1246ରୁ 1265 ପର୍ଯ୍ୟନ୍ତ ବଜିର ପଦରେ ନିଯୁକ୍ତି ପାଇଥିଲେ। ତାପରେ ନାସିରୁଦ୍ଦିନ ମାମୁଦ ଶାହଙ୍କ ପରେ ତାଙ୍କର ଯେହେତୁ କୌଣସି ଉତ୍ତରାଧିକାରୀ ନଥିଲେ, ଗିୟାସୁଦ୍ଦିନ ବଲବନ ନିଜେ ସମ୍ରାଟ ରୂପରେ ସିଂହାସନ ହାସନ କଲେ। ଏବେ ଦେଖିବା କ୍ଷମତା ହାସଲ। ତେଣୁ 18 ଫେବୃଆରୀ 1266 ଖ୍ରୀଷ୍ଟାବ୍ଦରେ ସେ ସିଂହାସନ ଆହରଣ କଲେ। ବଲବନଙ୍କ ରାଜତ୍ୱରେ ଥିଲା ଶାସକ ଶକ୍ତିର ଭୟ, ଯାହା ସମସ୍ତ ଭଲ ସରକାରଙ୍କର ଆଧାର ବୋଲି ସେ ଭାବୁଥିଲେ। ଅର୍ଥାତ୍ ତାଙ୍କ ମତ ଅନୁସାରେ ଶାସକଙ୍କୁ ସମସ୍ତେ ଭୟ କରିବା ଉଚିତ, ଯାହାଫଳରେ କୌଣସି ବ୍ୟକ୍ତି ନିୟମରୁ ବିଚ୍ୟୁତି ଘଟିବ ନାହିଁ ବା ଅନ୍ୟ କୌଣସି ଅନୈତିକ କାର୍ଯ୍ୟରେ ସେମାନେ ମୁଣ୍ଡ ପୁରେଇବେ ନାହିଁ। ଏହି ଫିଲୋସଫି ବା ଏହି ଦର୍ଶନରେ ବଲବନ ତାଙ୍କର ଶାସନ ଭାର ଚଳେଇଥିଲେ ଏବଂ ଗିୟାସୁଦ୍ଦିନ ବଲବନ ସେ କହୁଥିଲେ ସୁଲତାନ ହେଲେ ଈଶ୍ୱରଙ୍କ ପ୍ରତିନିଧି। ତେଣୁ ଈଶ୍ୱରଙ୍କ ନିର୍ଦ୍ଦେଶ ବା ସୁଲତାନ ଯେଉଁ ପ୍ରକାର ଆଦେଶ ବା ନିର୍ଦ୍ଦେଶ ଦେଉଥିଲେ ସେଇଟା ସମସ୍ତଙ୍କୁ ମାନିବାକୁ ବାଧ୍ୟ କରାଉଥିଲେ। ତାଙ୍କର ଶାସନ କାଳ ମଧ୍ୟରେ ରକ୍ତ ଓ ଲୁହା ନୀତି ମଧ୍ୟ ଅନ୍ୟତମ। ରକ୍ତ ଓ ଲୁହା ନୀତି କହିଲେ ଯାହାକୁ କଠୋର ନୀତି କହୁଥିଲେ। ଅର୍ଥାତ୍ ସେତେବେଳେ ତାଙ୍କର ଯେଉଁ ସାମ୍ରାଜ୍ୟ ଥିଲା, ତାଙ୍କ ସାମ୍ରାଜ୍ୟର ସୁଦୃଢ଼ କରିବା ପାଇଁ ସେହି କଠୋର ନୀତି ଆପଣାଉଥିଲେ। ଆଉ ଗୋଟେ ମଧ୍ୟ ତାଙ୍କର ସମୟରେ ଚାଲୁଥିଲା ଯେ ସୁଲତାନଙ୍କୁ ଦର୍ଶନ କରିବାକୁ ହେଲେ ଷଷ୍ଟାଙ୍ଗ ପ୍ରଣାମ କରିବାକୁ ପଡୁଥିଲା। ତାପରେ ଆମେ ଦେଖିବା ତାଙ୍କର ସାମରିକ ସଂସ୍କାର। ସେ ତୁର୍କୀ ସମ୍ଭ୍ରାନ୍ତଙ୍କ ଉପରେ ନିର୍ଭର କରୁଥିଲେ, କିନ୍ତୁ ସମସ୍ତ ଜାତିର ସୈନ୍ୟମାନଙ୍କୁ ନେଇ 2 ଲକ୍ଷ ସଂଖ୍ୟକ ସୈନ୍ୟବାହିନୀ ଗଠନ କରିଥିଲେ। ଏହି ସେନାର ଏକ ଅଂଶ ମଧ୍ୟ କମାଣ୍ଡୋ ମାନଙ୍କ ଦ୍ୱାରା ଗଠିତ ହୋଇଥିଲା। ତାଙ୍କ ସମୟରେ ସେ କିଛି ଗୁପ୍ତଚରଙ୍କୁ ମଧ୍ୟ ନିଯୁକ୍ତି କରିଥିଲେ, ଯେଉଁମାନେ କି ବିଭିନ୍ନ ସମୟରେ ତାଙ୍କ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଣିକି ରାଜାଙ୍କ ପାଖରେ ବା ସୁଲତାନଙ୍କ ପାଖରେ ପହଞ୍ଚାଉଥିଲେ। ଗୁପ୍ତଚର ଗଠନ କରିଥିଲେ। ତାପରେ ଦୁର୍ଗ ନିର୍ମାଣ କରିଥିଲେ। ଅର୍ଥାତ୍ ବାହ୍ୟ ଶତ୍ରୁ ଦାଉରୁ ତାଙ୍କ ରାଜ୍ୟକୁ ବା ତାଙ୍କୁ ରକ୍ଷା କରିବା ପାଇଁ ଦୁର୍ଗ ନିର୍ମାଣ କରିଥିଲେ, ଯେଉଁଟାକି ତାଙ୍କର ସାମରିକ ସଂସ୍କାରର ଗୋଟେ ନିଦର୍ଶନ। ଦୁର୍ଗ ବହିଲେ ପିଲାମାନେ ତୁମେ ଜାଣିଥିବ, ଆମର ଓଡ଼ିଶାରେ ମଧ୍ୟ ଦୁର୍ଗ ଅଛି। କଟକର ବାରବାଟୀ ଦୁର୍ଗ, ସେମିତି ବାଲେଶ୍ୱରର ରାଇବଣିଆ ଦୁର୍ଗ। ପୂର୍ବରୁ ରାଜାମାନେ ଏହି ପ୍ରକାର ଦୁର୍ଗ ନିର୍ମାଣ କରୁଥିଲେ, ଯାହାଫଳରେ ସେ ଦୁର୍ଗ ଭିତରେ ରହି କୌଣସି ଯଦି ଶତ୍ରୁ ତାଙ୍କୁ ଆକ୍ରମଣ କରୁଥିଲେ, ଦୁର୍ଗରେ ରହି ତାଙ୍କ ସହିତ ଯୁଦ୍ଧ କରି ଶତ୍ରୁକୁ ପରାସ୍ତ କରୁଥିଲେ। ଏଇଠି ଆମେ ଗୋଟେ ଦେଖିବା, ଏଇ ଯେଉଁ ଚିତ୍ର ଆସିଲା, ଇଏ ହେଉଛି ଗିୟାସୁଦ୍ଦିନ ବଲବନଙ୍କ ଦ୍ୱାରା ତିଆରି ହୋଇଥିବା ଦୁର୍ଗ ଏବଂ ତାଙ୍କର ସୈନ୍ୟବାହିନୀ ଯେହେତୁ ସେ ଦୃଢ଼ କରିଥିଲେ, ମୋଗଲ ମାନଙ୍କ ଆକ୍ରମଣରୁ ସେତେବେଳେ ଉତ୍ତର ଭାରତକୁ ରକ୍ଷା କରିଥିଲେ। ତାପରେ ଆଉ ଗୋଟେ ତାଙ୍କ ଶାସନ କାଳ ମଧ୍ୟରେ ମୁଖ୍ୟ ଭୂମିକା ତାଙ୍କର ହେଲା ସମ୍ଭ୍ରାନ୍ତଙ୍କ ଦମନ ବା ଯାହାକୁ ଆମେ ଚହଲଗାନି ବୋଲି କହୁଛୁ। ଚହଲଗାନି 40 ତୁର୍କୀୟ ସାମନ୍ତକୁ ନେଇକି ଚହଲଗାନି କୁହାଯାଏ ଏବଂ এই ତୁର୍କୀୟ ସାମନ୍ତ ସେମାନଙ୍କ ପ୍ରଭାବରେ ତାଙ୍କ ରାଜ୍ୟରେ କିଛି ସେମାନେ ବିଦ୍ୱେଷ କିମ୍ବା ରାଜ୍ୟ ଭିତରେ ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିଲେ। ମାତ୍ର ଗିୟାସୁଦ୍ଦିନ ବଲବନ ତାହାଙ୍କୁ କଠୋର ଶାସନ ନୀତି ବଳରେ ସେମାନଙ୍କୁ ଉଚିତ ଶାସ୍ତି ଦେଇ ତାଙ୍କର ସମ୍ଭ୍ରାନ୍ତ ମାନଙ୍କର ଦମନ କରୁଥିଲେ। ନିଜର କ୍ଷମତାକୁ ଏକୀଭୂତ କରିବା ପାଇଁ ବଲବନଙ୍କ ଦ୍ୱାରା ଏହି ଗୋଷ୍ଠୀର କ୍ରମାଗତ ବିଲୋପ କରିଥିଲେ ଏବଂ ଏହି ସମ୍ଭ୍ରାନ୍ତ ମାନଙ୍କୁ ତାଙ୍କର ବିଲୋପ ପାଇଁ ସେ ହତ୍ୟା, ରାଜନୈତିକ କୌଶଳ ଏବଂ ସେମାନଙ୍କ ସ୍ଥିତିକୁ ଦୁର୍ବଳ କରିବା ପାଇଁ ବିଭିନ୍ନ ପନ୍ଥା ସବୁ ଆପଣାଉଥିଲେ। ଏବେ ଦେଖିବା ଗିୟାସୁଦ୍ଦିନ ବଲବନଙ୍କର ପ୍ରଶାସନିକ ସଂସ୍କାର। ଶାସନ ଓ ସାମାଜିକ କ୍ଷେତ୍ରରେ ସେ ଅନେକ ପରିବର୍ତ୍ତନ କରିଥିଲେ। କଳା ଓ ସାହିତ୍ୟର ବିକାଶ କରିଥିଲେ। ସେ ଜ୍ଞାନୀ ଆଉ ବିଦ୍ୱାନ ଲୋକଙ୍କୁ ଦରବାରରେ ସ୍ଥାନ ଦେଇଥିଲେ
ଏବଂ ତାଙ୍କୁ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ କରାଇଥିଲେ। ସମୟ ସମୟରେ ତାଙ୍କର ପରାମର୍ଶ ମଧ୍ୟ ଲୋଡୁଥିଲେ। ଏ ଯେଉଁ ଆମେ ଚିତ୍ର ଦେଖେଇଛୁ ଇଏ ହେଲେ ସେ ସମୟରେ ଜଣେ ପ୍ରସିଦ୍ଧ କବି। ୟାଙ୍କ ନାଁ ହେଲା ଖୁସୁର ଏବଂ ତାଙ୍କୁ ସେ ତାଙ୍କ ଦରବାରରେ ସ୍ଥାନ ଦେଇଥିଲେ। ତାପରେ ଆମେ ଆସିବା ସାଂସ୍କୃତିକ ଅବଦାନ। କବିତା ଓ ଲେଖା ଜରିଆରେ ପାର୍ସୀ ଭାଷାର ସେ ପ୍ରଚାର ପ୍ରସାରରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କବିମାନଙ୍କୁ ରାଜପ୍ରସାଦରେ ନିୟୋଜିତ କରୁଥିଲେ। ଆମେ ଦେଖିଲୁ ପୂର୍ବରୁ ଯେଉଁ କବି ତାହାଙ୍କୁ ଗୁରୁତ୍ୱ ଦେଇଥିଲେ, ସେ ମଧ୍ୟ ମସଜିଦ ନିର୍ମାଣ କରିଥିଲେ ଏବଂ ଏହିସବୁ ତାଙ୍କର କାର୍ଯ୍ୟ ପାଇଁ ଦାସ ବଂଶର ତାହାଙ୍କୁ ଶ୍ରେଷ୍ଠ ସମ୍ରାଟ ବୋଲି କୁହାଯାଏ। ତାପରେ ଆସିବା ମୃତ୍ୟୁ ଏବଂ ଉତ୍ତରାଧିକାର। 1287 ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ପରବର୍ତ୍ତୀ ଦାସ ବଂଶର ଶାସକମାନେ ସେମାନଙ୍କର ଦୁର୍ବଳ ଶାସନ ଥିଲା। ତେଣୁ କାଳକ୍ରମେ ଦାସ ବଂଶର ପତନ ଆରମ୍ଭ ହେଲା ଏବଂ ଯେହେତୁ ପରବର୍ତ୍ତୀ ଶାସନ କର୍ତ୍ତାମାନେ ଦୁର୍ବଳ ଥିଲେ, ସେମାନେ ମଙ୍ଗଲ ମାନଙ୍କର ଆକ୍ରମଣରେ ପରାସ୍ତ ହେଉଥିଲେ ଏବଂ ଦାସ ବଂଶ ପତନ ହେଲା। ଇଏ ଗଲା ଆମର ଆଜିର ଆଲୋଚ୍ୟ ବିଷୟ ଗିୟାସୁଦ୍ଦିନ ବଲବଲଙ୍କ ଶାସନ କାଳ। ଏବେ ଆମେ ମାନ ନିର୍ଦ୍ଧାରଣ ପାଇଁ କିଛି ପ୍ରଶ୍ନ ପଚାରି। ପିଲାମାନେ, ଆମେ ତ ଗିୟାସୁଦ୍ଦିନ ବଲବନଙ୍କ ବିଷୟରେ ଆମେ ପଢିଲୁ। ଏବେ କହିଲ ଦେଖି ବଲବନ କାହିଁକି ଗୁପ୍ତଚର ସଂସ୍ଥା ଗଠନ କରିଥିଲେ? ଆଲୋଚନା କର। ଆଚ୍ଛା, ଆଉ ଗୋଟେ ପ୍ରଶ୍ନ ଦେଖିବା। ରକ୍ତ ଓ ଲୁହା ନୀତି ପ୍ରଚଳନ କରିବାର ଯଥାର୍ଥତା ଥିଲା କି? ସେଇଭଳି ଆଉ ଗୋଟେ ପ୍ରଶ୍ନ ହେଲା, ବଲବନଙ୍କୁ କାହିଁକି ଦାସ ବଂଶର ଶ୍ରେଷ୍ଠ ସମ୍ରାଟ କୁହାଯାଏ? ଆଉ ଗୋଟେ ପ୍ରଶ୍ନ ହେଲା, ଦାସ ବଂଶର ପତନ ହେବାର ପ୍ରମୁଖ କାରଣ ବର୍ଣ୍ଣନା କର। ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ତାକୁ କରିବ। ବର୍ତ୍ତମାନ এই ପ୍ରଶ୍ନ ଗୁଡ଼ିକର ଉତ୍ତର ଆମେ ବାହାର କରିବା। ପ୍ରଥମ ପ୍ରଶ୍ନ ଆମର ଥିଲା, ବଲବନ କାହିଁକି ଗୁପ୍ତଚର ସଂସ୍ଥା ଗଠନ କରିଥିଲେ? ହଁ, ତାଙ୍କ ଅଧିକାରୀ ମାନଙ୍କ ଉପରେ ନଜର ରଖିବା ଇଏ ଗୋଟେ କାରଣ ଥିଲା। ତା ସହିତ ସମ୍ରାଟଙ୍କ ପ୍ରତି ବିଶ୍ୱସ୍ତତା ସୁନିଶ୍ଚିତ କରାଇବା ଏବଂ କେନ୍ଦ୍ରୀକୃତ କ୍ଷମତା ବଜାୟ ରଖିବା ଥିଲା ତାଙ୍କର ଉଦ୍ଦେଶ୍ୟ। ତାପର ପ୍ରଶ୍ନକୁ ଯିବା, ରକ୍ତ ଓ ଲୁହା ନୀତି ପ୍ରଚଳନ କରିବାର ଯଥାର୍ଥତା ଥିଲା କି? ଏଇ ଯେଉଁ ନୀତି ସେ ପ୍ରଚଳନ କରିଥିଲେ ତାହାର କିଛି ସୁବିଧା ଅଛି ଆଉ କିଛି ଅସୁବିଧା ଅଛି। ତାହାର ସୁବିଧା ହେଲା, ଏହି ନୀତି ସ୍ୱଳ୍ପ ସମୟ ପାଇଁ ସଫଳ ହୁଏ, କାରଣ ଏହା ବଲବନଙ୍କୁ ତାଙ୍କର ଶକ୍ତିକୁ ସୁଦୃଢ଼ କରିବାରେ ଏବଂ ଆଭ୍ୟନ୍ତରୀଣ ବିପଦ ଓ ବାହ୍ୟ ଆକ୍ରମଣରୁ ସୁଲତାନଙ୍କୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥିଲା। ଆଚ୍ଛା, ଅସୁବିଧା କ'ଣ? ଏହାର ମଧ୍ୟ ଅସୁବିଧା ହେଲା, ଏଇ ଯେଉଁ କଠୋର ପଦ୍ଧତି ଗୁଡ଼ିକ ସେ ପ୍ରଚଳନ କଲେ, ଯେଉଁଟାକି ତାଙ୍କର ପ୍ରଜାମାନଙ୍କ ଭିତରେ ଅସନ୍ତୋଷ ଏବଂ ଅସ୍ଥିରତା ସୃଷ୍ଟି କରିଥିଲା। ତାପର ପ୍ରଶ୍ନକୁ ଯିବା, ବଲବନଙ୍କୁ କାହିଁକି ଦାସ ବଂଶର ଶ୍ରେଷ୍ଠ ସମ୍ରାଟ କୁହାଯାଏ? ହଁ, ଉତ୍ତର ହେଲା, ଶାସନ ଓ ସାମାଜିକ କ୍ଷେତ୍ରରେ ସେ ବହୁତ ଗୁଡ଼ିଏ ପରିବର୍ତ୍ତନ ଆଣିଥିଲେ। କଳା ଓ ସାହିତ୍ୟର ବିକାଶ ପାଇଁ ବହୁତ ଗୁଡ଼ିଏ କାର୍ଯ୍ୟ କରିଥିଲେ। ତେଣୁ ତାହାଙ୍କୁ ଦାସ ବଂଶର ଶ୍ରେଷ୍ଠ ସମ୍ରାଟ ବୋଲି କୁହାଯାଏ। ତାପର ପ୍ରଶ୍ନ ଆସିବା, ଦାସ ବଂଶର ପତନ ହେବାର ପ୍ରମୁଖ କାରଣ କ'ଣ? ଆମେ ତ ପୂର୍ବରୁ ଆଲୋଚନା କରିଛୁ। ଗିୟାସୁଦ୍ଦିନ ବଲବନଙ୍କ ପରେ ଯେଉଁ ଶାସକମାନେ ଆସିଲେ ତାଙ୍କର ଶାସନ ଦୁର୍ବଳ ଶାସନ ଥିଲା। ଯେହେତୁ ଦୁର୍ବଳ ଶାସନ ଥିଲା, ମଙ୍ଗଲ ମାନେ ତାଙ୍କୁ ଆକ୍ରମଣ କରୁଥିଲେ। ଇଏ ଗଲା ଆଜିର ପ୍ରଶ୍ନ। ପିଲାମାନେ, ଆଜିର କ୍ଲାସରେ ତୁମେ ମନ ଦେଇ ଶୁଣିଥିବାରୁ ତୁମମାନଙ୍କୁ ଧନ୍ୟବାଦ। ଆଉ ଯେଉଁ ପ୍ରଶ୍ନ ଗୁଡ଼ା ଆମେ ଆଲୋଚନା କଲୁ ତାର ଆଉ କିଛି ଉତ୍ତର ତୁମ ସାଙ୍ଗମାନଙ୍କୁ, ତୁମର ଗୁରୁଜନ ମାନଙ୍କୁ ପଚାରି ଲେଖି ଆଣିବ।